ବିଶ୍ୱନାଥ କୁଣ୍ଡିଆ କହିଛନ୍ତି ଯେଉଁ ଯୁବତୀ ପତି ଆଗରେ ମରେ ସେ କଣ ଆଉ ଯୁବତୀ ହେଇକରି ଅଛି ନା ସେ ତ ମା ହେଇଗଲାଣି ହଁ ହେଲା ଆଜ୍ଞା যে পর্যন্ত যুবতী মা ন হয়েছি হ্যাঁ সে পর্যন্ত নারী জন্ম তা পাই কৃতার্থ নুহ নুহ সচ্চিদানন্দ রাউতরা খোর্ধা গুরুজঙ্ঘ বাহ মা হেবার অধিকার মোর যেবে নাহি নাহি মোর এরা জবাটি বিভব কিস হে রহি স্বামী করন্তু কৃতার্থ স্বামী করন্তু কৃতার্থ ଏହା କି ହୋଇବ ନାହିଁ ତୁମ୍ଭ ପାଇଁ ବ୍ୟର୍ଥ ତେଣୁକରି ବରଣ୍ୟ ପ୍ରବର ସ୍ତ୍ରୀ ଯେ ପର୍ଯ୍ୟନ୍ତ ମା ନ ହୋଇଛି ତାହେଲେ ତା ଜୀବନ କୃତାର୍ଥ ନୁହେଁ ନୁହେଁ ସନ୍ତାନ ବତ୍ସଳା ଯେ ପର୍ଯ୍ୟନ୍ତ ନ ହୋଇଛି ସେ ପର୍ଯ୍ୟନ୍ତ ସେ କୃତାର୍ଥ ନୁହଁ ନୁହ ହେଲା ଆଜ୍ଞା ତେଣୁକରି ପ୍ରତ୍ୟେକ ସ୍ତ୍ରୀ ଚିନ୍ତା କରେ ମୁଁ ସନ୍ତାନ ବତ୍ସଳା ହେବି ହେବି ହଁ ନା ନାଇଁ ଆଜ୍ଞା 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 ଇଏ ବିଶ୍ୱରେ ଜଣେ ସ୍ତ୍ରୀ ଚିନ୍ତା କଲା ମୁଁ ସନ୍ତାନ ବତ୍ସଳା ହେବିନି ହେବେନି ସେ କିଏ ସେଇ ଜଣକ କିଏ ଜଣେ ତା ସ୍ୱାମୀ କି ଶପଥ କରାଇ ଦେଲା କହିଲା ସ୍ୱାମୀ ମୁଁ ସନ୍ତାନ ବତ୍ସଳା ହେବିନି ତମେ ଏ ବର ଦିଅ ଏ ଆଶୀର୍ବାଦ କର ହଁ ହଁ ସେ ଜଣକ କିଏ ହଁ ହଁ ତୁ ଜାଣିଛୁ ହେ କିଏ ଜେଜେମା ତ ଆସିଲୁ କୁଆଡୁ ଆରେ ତୋ ଜେଜେମା ଯଦି ତାହେଲେ ତୋ ବାପା ସେ ସାରେ ଅନାଥ ଆଶ୍ରମରୁ ଆଣିଛନ୍ତି କିଏ ଆଣିଥିଲା ବାବା ବଂଶ ରକ୍ଷା କରିବା ପାଇଁ ଏଇଟା ଅଦ୍ଭୁତ କଥା ତୁ କହୁଛୁ କହିବ ତ ଆଜ୍ଞା ସଂସାରରେ ଏମିତି ଜଣେ ବ୍ୟକ୍ତି ଅଛି ତା ଜନ୍ମ ହବା ବର୍ଷ କଠି ତା ବାପା ଜନ୍ମ ହେଇଛି ବେଡି ବୁଡି ବାହାରେ ପଳେଇବାଟା ଯୋଉ ଦିନ ତା ମା ଜନ୍ମ ହବ ଏପର୍ଯ୍ୟନ୍ତ ତା ମା ଜନ୍ମ ହେଇନି ହେଇନି ଯୋଉ ଦିନ ତା ମା ଜନ୍ମ ହବ ସେଇଦିନ ସେ ବାପ ପୁଅ ଦିଟା ମରିଯିବେ ସାରେ ଆପଣଙ୍କୁ ଆଉ ଗାୟକ ମିଳେନି ଏ ଗାୟକୁ ଡାକୁଛନ୍ତି କାହିଁକି ଏ ଗାଁ ଲୋକ ସାରେ ଭାରି ଭଲ ଭଦ୍ର କାଇଁ ଅସୁବିଧା କଣ ଆରେ କଣ ଝିଅ ଜନ୍ମ ହେଲାଣି ତା ବାପା ଜନ୍ମ ହଉଛି ବର୍ଷ ପରେ ପୁଣି ମା ଜନ୍ମ ଆଜି ପର୍ଯ୍ୟନ୍ତ ହେଇନି ଯୋଉ ଦିନ ମା ଜନ୍ମ ହବ ସେଦିନ ଏ ବାପ ପୁଅ ଯୋଡା ଯାକ ମରିଯିବେ ମରିଯିବେ ଆଉ ବାହାରି କାନ ଉଠିଲା ଦିନ ଶୁଣିନି ମଣିଷ ନାଇଁ ପରା ମୋଟେ ଘବରା ଧର ଆଜ୍ଞା ଆଜ୍ଞା ବରଣ୍ୟ ପ୍ରବର ହେଲା ଚିନ୍ତା କରନ୍ତୁ ତ ଇଏ ମା ମା ସାରେ ସ୍ୱାମୀ ସ୍ତ୍ରୀ ଦି ଜଣ ଗଲେ ହଁ ହଁ ସ୍ୱର୍ଗପୁରୀ ଆରେ ଆଜ୍ଞା ଯେତେବେଳେ ସ୍ୱର୍ଗପୁରୀ କି ଯାଇଛନ୍ତି ହଁ ହଁ ସ୍ୱର୍ଗପୁରରେ ଗୋଟାଏ ନଦୀ ପ୍ରବାହିତ କରୁଛି ଚାଲିଛି ବାପା ମାନେ ଯେତେ ଅଛି ସବୁ ପାଲୁକୁ ଆସନ୍ତୁ ଥଣ୍ଡାରେ କିଏ ବସୁ ଜାଗା ନାଇଁ ନାଇଁ ପସନ୍ଦ ତୁ କଣ ଇଏ ଶିଶିର ପଢି ଭଳିଆ କଥା କହିଲାଣୁ ନାଇଁ ନାଇଁ ସାର୍ ଶ୍ରୋତା ହଉଛନ୍ତି ସାର୍ ଆମର ହଉଛନ୍ତି ଧନ ସିଏ ସାର୍ ରହିଲାନି ସିନା କୀର୍ତ୍ତନ କରିବା ଆରେ ମୁଁ ତାଙ୍କର ପୁରୁଣା ଲୋକ ସାର୍ ସବୁ ହେଲାଣି ଯେ ଆଉ ଗୋଟେ କଥା ହେଲାଣି କଣ ଆଧାର କାର୍ଡ କରିଦଉନୁ ଆଧାର କାର୍ଡ କଣ କରିଦେବି ଆଧାର କାର୍ଡ କଲେ ତ ତାଙ୍କ ଗାଁରେ ସେ ତମକୁ ଗୋଟେ ଜାଗା ଖଣ୍ଡି ଦେଲେ ଘର କରି ରହିବ ନା ସରକାର ବର୍ତ୍ତମାନ ଆଧାର କାର୍ଡ ଟାକୁ ଠକି ମାରିଲେଣି ହେ ତାକୁ ଗାଁରେ ରହିବ ନହେଲେ ଘର କରିକି ର କୋଉ ଗାଁରେ ମୁଁ ରହିବି କୋଉଠି ଘର କରିବି ଘର ସବୁ ଥିବ ଠାକୁର ଅଭିରାମ ପରମହଂସ ହଁ ହେଲା ଯେଣିକି ଚାହୁଁଛି ପ୍ରଭୁ ଦିଶୁଛି ତ ଛାଇ ନୟନ ମୁଦିତ କଲେ ହୃଦେ ନାଚୁଛି ମୋର ମଣିର କାଞ୍ଚନ କହେ ଅଭିରାମ ଦାସ ମୋ ମୂଲ୍ୟ ଧନ ହେ ମୋର ମଣିର କାଞ୍ଚନ ଶିବାଙ୍କା ହଁ ହଁ ଅରଦିଛୁ ଯାହା ଧନ ଦ୍ୱାରା ସୁତ ବରଦିଲେ ସବୁ ଖାଇଯିବେ ଭୂତ କରଦିଲେ ସବୁ ଖାଇଯିବେ କରଦିଲେ ସବୁ ଖାଇଯିବେ ଭୂତ ମନ୍ଦର ଧରାର ପଦାର ବିନ୍ଦରେ ମନ୍ଦର ଧରାର ପଦାର ବିନ୍ଦରେ ଅବାଗିଆ ବାଙ୍କା ବଙ୍କା ଭଜିବ
ବିଦୁଷ ମାନେ ମୁଁ ଆସିବା ପରେ ଶୁଣିଲି ପ୍ରହ୍ଲାଦ ବାବୁ ଆସିଥିଲେ କୀର୍ତ୍ତନ ଗାଇବା ପାଇଁ। ହଁ 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 ଆପଣ ମାନଙ୍କ ଭିତରୁ କେହି ପଚାରିଲେ କହିଲେ ପ୍ରହ୍ଲାଦ ବାବୁ ତମେ କୀର୍ତ୍ତନ ଗାଇଲ ଯେ ତମ ବିଷୟବସ୍ତୁ କାହିଁ ର ଏ କଥା ଯେତେବେଳେ ମୁଁ ଶୁଣିଲି ଆଜ୍ଞା ମୁଁ ଚିନ୍ତା କଲି ପାଠ ଏମିତି ଦେଲେ ଲୋକଙ୍କୁ ସିଏ ଆଉ ବିଷୟବସ୍ତୁକୁ ମନେ ପକେଇବେନି କିନ୍ତୁ ମାଲ ଦବା ଦରକାର ହଁ ହେଲା। ରାଇଟ ସ୍ୱର୍ଗପୁରରେ ଯେ ଗୋଟାଏ ନଦୀ ବହୁଛି ଆଜ୍ଞା ଆଜ୍ଞା ତା ନାଁ କଣ କହ? ସ୍ୱର୍ଗପୁର ନଦୀ ହଁ ଆରେ ସ୍ୱର୍ଗରେ କୋଉଠି ନଦୀ ଅଛି କି ଉପରେ ତ ହୁଁ ଅଛି ହଁ ମନ୍ଦାକିନି ହଁ ମର୍ତ୍ତ୍ୟରେ ଗୋଟାଏ ନଦୀ ବହୁଛି ଆଜ୍ଞା ଆଜ୍ଞା ତା ନାଁ କଣ? ସୁରେଶ୍ୱରୀ ନାଇଁ 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 ଭଗବତୀ ନାଇଁ ଗଙ୍ଗା ନା ଗଙ୍ଗା ବୋଲି ଏକ ସଂସାରରେ ନଦୀ ନାହିଁ। ନା ନା ଜଗତଗୁରୁ ଶଙ୍କରାଚାର୍ଯ୍ୟ କଣ କହିଲେ କହିଲେ ଦେବୀ ସୁରେଶ୍ୱରୀ ଭଗବତୀ ଗଙ୍ଗେ ତ୍ରିଭୁବନ ତାରିଣୀ ତରଳ ତରାଙ୍ଗେ ଶଙ୍କର ମୌଳି ବିହାରିଣୀ ବିମଳେ ମମମତିରା ସ୍ତନ୍ତବ ପଦ କମଳେ ଭଗୀରଥ ସୁଖ ଦାଇନି ମାତ ସ୍ତବ ଜଳ ମହିମା ନିଗମେ ଖ୍ୟାତ। ମଉସା କେତେବେଳୁ ଠିଆ ହେଲାଣି ତମ ଗୋଡ କିଛି ହଉନି? ବସୁନାହାନ୍ତି ବସନ୍ତୁ ଏଇଠିକି ବସୁନାହାନ୍ତି ମଉସା ଏଇ ପାଲ ଭିତରେ ଆସି ବସନ୍ତୁ କାକର ପଡିବ। ଆଜ୍ଞା ହଁ ହଁ ଯଦି ଜ୍ଞାନୀ ବିଜ୍ଞାନୀ 20 କିଛି ନାହିଁ 20 ମେମ୍ବର ବସିବେ ପାଠ ପଢିବି ହେଲା ତେଣୁକରି କଥାବସ୍ତୁ ଧ୍ୟାନ ଦିଅନ୍ତୁ। ହଁ 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 ଏ ସଂସାର ଭିତରେ ବାସ୍ ଏ ଦେଖ ଆଜ୍ଞା ଗଙ୍ଗା ବୋଲି କେହି ନାହିଁ। ହଁ ସ୍ୱର୍ଗରେ ଆଜ୍ଞା ଯୋଉ ନଦୀ ପ୍ରବାହିତ ହଉଛି ତା ନାଁ ହଉଛି ସୁରେଶ୍ୱରୀ ସୁରେଶ୍ୱରୀ ବା ମନ୍ଦାକିନୀ ହେଲା ହେଲା। ହଁ ହଁ ନଦୀ କୂଳରେ ଗୋଟାଏ ବିରାଟ ବରଗଛ ଅଛି। ଆଜ୍ଞା ସେ ବରଗଛର ନାଁ ହେଉଛି କଳ୍ପ ବୃକ୍ଷ କଳ୍ପ ବୃକ୍ଷ ଧର୍ମ କଳ୍ପ ବୃକ୍ଷ। ବାସ୍ ସିଏ ବୃକ୍ଷ ମୂଳରେ ହଁ 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 ଇଏ ବିଶ୍ୱର ପ୍ରଥମ ସୃଷ୍ଟି ହଁ ଏକ ଗାଭୀ ଗାଈ ଗାଈ ଯାହାକୁ ଜନ୍ମ ଦେଇଥିଲେ ବ୍ରହ୍ମା ଆଉ ଗାୟତ୍ରୀ ବାସ୍ ହେଲା। ଆଜ୍ଞା ସିଏ ଶୋଇଛି ତା ନାଁ ହଉଛି ଅଲଗା